ଦେଖିଥିବା ସ୍ୱପ୍ନର ସହର ମୋ କଟକ ଲୋକାର୍ପିତ। କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କ ପକ୍ଷରୁ ଆଜି ବିଚାରଧାରାର ଇସ୍ତହାର ବା ବିଚାରପତ୍ର ମୋ କଟକ ଉନ୍ମୋଚିତ ହୋଇଛି। କଟକ ସାରଳା ଭବନଠାରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗଦେଇ ତାଙ୍କର ବିଚାରପତ୍ର ଉପରେ ବିବରଣୀ ଉପସ୍ଥାପନ କରିଥିଲେ। ବିଜୁ ଜନତା ଦଳର ଐତିହାସିକ ନିର୍ବାଚନ ଇସ୍ତାହାର ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କର ଏହି ବିଚାରପତ୍ର। ତେବେ ଏହି ବିଚାରପତ୍ର ପ୍ରତିଶ୍ରୁତି ନୁହେଁ ବରଂ କଟକ ସଂସଦୀୟ କ୍ଷେତ୍ରର ଉନ୍ନତି ଲକ୍ଷ୍ୟରେ ପ୍ରସ୍ତୁତ ହୋଇଥିବା ଯୋଜନାର ନକ୍ସା ବୋଲି କହିଛନ୍ତି ଶ୍ରୀ ମିଶ୍ର। ମୋ କଟକ ବିଚାରପତ୍ର ମୁଖ୍ୟତଃ ଅର୍ଥନୈତିକ ନବକଳେବର, ବୌଦ୍ଧିକ ବିସ୍ତାର, ସାଂସ୍କୃତିକ ପୁନଃ କଳ୍ପନା ଓ ସର୍ବୋପରି ସମୃଦ୍ଧ କଟକ ଉପରେ ପର୍ଯ୍ୟବେସିତ ହୋଇଛି। କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ 7 ବିଧାନସଭା କ୍ଷେତ୍ର ପାଇଁ ଆଗାମୀ ଯୋଜନା ସମ୍ପର୍କରେ ଡକ୍ଟର ମିଶ୍ର ଉଲ୍ଲେଖ କରିଛନ୍ତି। ଆଠଗଡ଼ ଓ ବଡ଼ମ୍ବା ପାଇଁ ଉତ୍ପାଦନ କ୍ଲଷ୍ଟର, କୃଷି ଓ ବୟନଶିଳ୍ପ ଭିତ୍ତିକ ଦକ୍ଷତା କେନ୍ଦ୍ର ସ୍ଥାପନ, ପନିପରିବା ମାଛ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏହି ଉନ୍ମୋଚନ ଉତ୍ସବରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଆଠଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ମେୟର ସୁଭାଷ ସିଂ, ବଡ଼ବା ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର, ଚୌଦ୍ୱାର କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅଶୋକ ବଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ କରାଯାଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଭବାନୀ ମହାନ୍ତି। କହିଲି ଯେ ମୋ କଟକ ଯେହେତୁ ମୁଁ କଟକରେ ବଢ଼ିଥିଲି କରିଥିଲି ତେଣୁ ମୋ କଟକରେ ଗୋଟେ ଆତ୍ମୀୟତା ଅଛି। ଆଉ ମୋ କଟକଟା ଯେଭଳି ଓଡ଼ିଶା ସରକାର ବିଜୁ ଜନତା ଦଳ ଅତୀତରେ କହିଆସିଛି ମୋ ସରକାର ମୋ ପରିବାର ମୋ ବସ୍, ତାପରେ ମଧ୍ୟ ଗୋଟେ ଲିଙ୍କେଜ୍ ଅଛି କାହିଁକିନା ମୁଁ ଗୋଟେ ଅଲଗା ରାସ୍ତାରେ ଯାଇପାରିବିନି, ଯେତେବେଳେ ଗୋଟେ ଚିନ୍ତାଧାରା ଚାଲିଛି। ତେଣୁ ମୋ କଟକଟା ଏ ଆଇଡ଼ିଆଟା ମୋତେ ବଡ଼ ଆପିଲ୍ କଲା ଯେ ଏଇଟା କେବଳ ମୋର ଆତ୍ମୀୟତା କଟକ ସହିତ ପ୍ରକାଶ କରୁନାହିଁ, ଏଇଟା ମଧ୍ୟ ସରକାରଙ୍କର ଚିନ୍ତାଧାରା କାର୍ଯ୍ୟକ୍ରମ ସହିତ ଯାଉଛି। ତେଣୁ କଟକ ସାଂସଦୀୟ କ୍ଷେତ୍ର କଟକ ସହର ଭବିଷ୍ୟତ ପାଇଁ ମୁଁ ଜାଣେ ଯେ ଯିଏ ପ୍ରତିନିଧିତ୍ୱ କରିବେ ତାଙ୍କର କିଛି ଭବିଷ୍ୟତ ଭିତରେ ବିଚାରଧାରା ରହିବା ଉଚିତ ଏବଂ ସେଇଟା ଲୋକମାନଙ୍କ ସାମ୍ନାରେ ରଖିବା ଉଚିତ। ତେଣୁ ସେଇ ପ୍ରୟାସରେ ମୁଁ ଏଇଟା ଲୋକମାନଙ୍କ ସାମ୍ନାରେ ରଖିଛି। ଯେହେତୁ ମୁଁ ନୂଆ ଏବଂ ରାଜନୀତିରେ ନୂଆ ଏବଂ ରାଜନୀତିଜ୍ଞ ପେସାଦାର ରାଜନୀତିଜ୍ଞ ନୁହେଁ, ଲୋକମାନଙ୍କର ଏ ମନରେ ପ୍ରଶ୍ନ ଥିବ ଯେ ମୁଁ ଯଦି ନିର୍ବାଚିତ ହୁଏ କେଉଁ ଭଳିଆ ବିଚାରଧାରାର ସହିତ କାମ କରିବି, ସେଇଟାକୁ ମଧ୍ୟ ମୁଁ ତାଙ୍କୁ ଜଣାଇବା ପାଇଁ ଏଇଟା ପ୍ରକାଶ କରିଛି। बहुत खुशी लगुच माननीय मुख्यमंत्री श्री नवीन पट्टनायक जहाँ को कटक संसदीय क्षेत्र प्रार्थी चयन कर माननीय मुख्यमंत्री जहाँ स्वप्न रही कटक जेहेतु कटक माटीर पुए होती माननीय मुख्यमंत्री नवीन पट्टनायक यथेष्ट कार्यक्रम कर कटक आज जदि आम देखा तो ओडिशा इज इन द वर्ज ऑफ ट्रांसफॉर्मेशन से भितर कटक रही अनेक कार्यक्रम कटक रे करा जायछि जहाँकि केबे स्वप्नरे मध्य केही केबे भाबी नथिबे, जो कथा को स्वप्नरे भी केही केबे भाबी नथिबे ताहा संभव करिक देखैछन्ति आम प्रिय नेता माननीय मुख्यमंत्री नवीन पट्टनायक। तो मु भाबुछि डॉक्टर संतृप्त मिश्र को उपरे निश्चिंत भाव में कटक संसदीय क्षेत्रर आशीर्वाद रहिबो, मोर गुरुजन मानकर मोर माँ मानकर भाई भौणी दादा खुड़ी समस्तंकर आशीर्वाद रहिबो एवं मे 25 तारिख दिन विजयर टीका पिंधिबे डॉक्टर संतृप्त मिश्र। कटक जयदेव पाणी का रिपोर्ट, हर्षिका मीडिया।